125 ବର୍ଷର ପୁରୁଣା ଚର୍ଚ୍ଚକୁ ଭୈରବ ମନ୍ଦିରରେ ପରିଣତ କରାଯାଇଛି। ଆଉ ସେହି ଗାଁର ପ୍ରାୟ 200 ଜଣ ଲୋକ ଯେଉଁମାନେ ପୂର୍ବରୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ, ବର୍ତ୍ତମାନ ସେମାନେ ହିନ୍ଦୁ ଧର୍ମକୁ ପୁଣି ଫେରି ଆସିଛନ୍ତି। ଆଉ କୁହାଯାଉଛି ଯେ ସେତେବେଳେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବା ପାଇଁ ଲୋକମାନଙ୍କୁ ନାନା ପ୍ରକାର ପ୍ରଲୋଭନ ଦେଖିଆ ଯାଉଥିଲା। କିଛି ଲୋଭ ଦେଖାଇ ହିନ୍ଦୁ ଧର୍ମରୁ ଏମାନେ ଖ୍ରୀଷ୍ଟିଆନ ଧର୍ମାନ୍ତରୀକରଣ କରୁଥିଲେ। ବର୍ତ୍ତମାନ ସେଠାକାରେ ଯେଉଁମାନେ ସବୁ ହିନ୍ଦୁ ଥିଲେ ପରବର୍ତ୍ତୀ ସମୟରେ ଖ୍ରୀଷ୍ଟିଆନ ହୋଇଯାଇଥିଲେ, ପୁଣି ବର୍ତ୍ତମାନ ନିଜ ଧର୍ମ ହିନ୍ଦୁ ଧର୍ମକୁ ଫେରି ଆସିଛନ୍ତି। ସେମାନେ ସେଠାକାର ନିରୀହ ଗରିବ ଆଦିବାସୀ ଲୋକମାନଙ୍କ ସହିତ ଯୋଗାଯୋଗ କରୁଛନ୍ତି, ଯେଉଁମାନେ ପ୍ରଲୋଭନରେ ପଡ଼ି ଖ୍ରୀଷ୍ଟିଆନ ହୋଇଯାଇଛନ୍ତି। ଆଉ ସେମାନଙ୍କୁ ପୁଣି ଘରକୁ ଫେରାଇବା ପାଇଁ ପ୍ରସ୍ତୁତ ଜାରି କରୁଛନ୍ତି। ମାନେ ହିନ୍ଦୁ ଧର୍ମକୁ ପୁଣି ଫେରିବେ ବୋଲି ଆଶା କରାଯାଇଛି। କେବଳ ସେତିକି ନୁହେଁ, ସେଠାରେ ଥିବା ଚର୍ଚ୍ଚକୁ ମନ୍ଦିରରେ ପରିଣତ କରାଯାଇଛି। କାନ୍ଥର ରଙ୍ଗ ମଧ୍ୟ ପରିବର୍ତ୍ତନ କରାଯାଇଛି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଚର୍ଚ୍ଚରେ ଥିବା ପାଦ୍ରୀ ଗୌତମ ଗରାସିଆ ବର୍ତ୍ତମାନ ମନ୍ଦିରର ପୂଜାରୀ ବନିଛନ୍ତି। ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଗାଁର ଲୋକମାନେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। ଦେଶର ସନ୍ଥ ଏବଂ ମୁନିମାନଙ୍କ ଦ୍ୱାରା ସନାତନ ଧର୍ମର ଆହ୍ୱାନ ଏବଂ 144 ବର୍ଷ ପରେ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭରୁ ନିର୍ଗତ ସନାତନୀ ଧର୍ମର ଲହରୀ ରାଜସ୍ଥାନର ବାଂଶୱାଡ଼ାକୁ ପ୍ରଭାବିତ କରିଥିଲା, ଯାହାଫଳରେ ବାଂଶୱାଡ଼ାର 125 ବର୍ଷ ତଳର ଚର୍ଚ୍ଚକୁ ଭୈରବ ମନ୍ଦିରରେ ପରିଣତ କରାଗଲା। ଚର୍ଚ୍ଚକୁ ପୁନର୍ବାର ମନ୍ଦିରରେ ପରିଣତ କରାଗଲା ଏବଂ ମାର୍ଚ୍ଚ 9, 2025 ତାରିଖ ଦିନ ଏହାକୁ ଉଦ୍ଘାଟନ କରାଗଲା। ବର୍ତ୍ତମାନ ସେଠାରେ ଭଗବାନ ଭୈରବନାଥଙ୍କୁ ପୂଜା କରାଯାଉଛି। ବାଂଶୱାଡ଼ା ପୋଲିସ ଅଧ୍ୟକ୍ଷ ହର୍ଷବର୍ଦ୍ଧନଙ୍କ ଅନୁଯାୟୀ ଗୌତମ ଗରସିଆ ନିଜର ବ୍ୟକ୍ତିଗତ ଜମିରେ ଚର୍ଚ୍ଚ ବନାଇଥିଲେ। ଆଉ ଯେତେବେଳେ ସେ ନିଜେ ହିନ୍ଦୁ ଧର୍ମକୁ ଫେରିଥିଲେ, ତାଙ୍କ ନିଜ ଜମିରେ ଥିବା ଚର୍ଚ୍ଚକୁ ମନ୍ଦିରରେ ପରିଣତ କଲେ। ମନ୍ଦିରରେ ଭଗବାନ ଭୈରବଙ୍କ ମୂର୍ତ୍ତିକୁ ପ୍ରତିଷ୍ଠା କରିବା ପୂର୍ବରୁ ସେଠାକାର ସମସ୍ତ ଲୋକମାନେ ମୁଣ୍ଡରେ ଫଟୋ ରଖି ଏବଂ ଭଗବାନ ଜୟ ଶ୍ରୀରାମଙ୍କ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରା ଆରମ୍ଭ କରିଥିଲେ। ଗାଁ ଲୋକମାନେ ସମସ୍ତେ ଖୁସିରେ ଉତ୍ସାହିତ ଥାନ୍ତି, ଆନନ୍ଦିତ ଥାନ୍ତି ଏବଂ ସେହି ମନ୍ଦିରର ରଙ୍ଗ ମଧ୍ୟ ବଦଳାଇଥିଲେ ଏବଂ ପୂର୍ବରୁ ଯେଉଁ ଚର୍ଚ୍ଚରେ ଲାଗିଥିବା କ୍ରସକୁ, ଖ୍ରୀଷ୍ଟିଆନ ଧର୍ମର କ୍ରସକୁ ବାହାର କରି ଫୋପାଡ଼ି ଦେଇଥିଲେ। ରଙ୍ଗ ମଧ୍ୟ ବଦଳାଇଥିଲେ। ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ମୂର୍ତ୍ତି ପ୍ରତିଷ୍ଠା କରି ପୂଜା ମଧ୍ୟ କରିଥିଲେ। ମନ୍ଦିର ଭିତର କାନ୍ଥରେ ହିନ୍ଦୁ ଦେବାଦେବୀଙ୍କର ଚିତ୍ର ଅଙ୍କାଯାଇଥିଲା। ଆଉ ଯେତେବେଳେ ଚର୍ଚ୍ଚକୁ ମନ୍ଦିରରେ ପରିଣତ କରାଗଲା, ଚର୍ଚ୍ଚର ରଙ୍ଗ ବଦଳାଇ ଦିଆଗଲା ଏବଂ ଚର୍ଚ୍ଚରେ ଲାଗିଥିବା ଖ୍ରୀଷ୍ଟିଆନ ଧର୍ମର କ୍ରସକୁ ଫୋପାଡ଼ି ଦିଆଗଲା, ସେହି ଟାଇମରେ ପୋଲିସ ସେଠାରେ ଉପସ୍ଥିତ ଥିଲା। କାହିଁକି ନା ସେଠାକାର ଲୋକ ଚାହୁଁନଥିଲେ କୌଣସି ପ୍ରକାରର ଗଣ୍ଡଗୋଳ ହେଉ। ଯେତେବେଳେ ସେଠାରେ ଚର୍ଚ୍ଚ ଥିଲା, ରବିବାର ଦିନ ପ୍ରାର୍ଥନା କରାଯାଏ, କିନ୍ତୁ ଚର୍ଚ୍ଚ ଯେତେବେଳେ ମନ୍ଦିରରେ ପରିଣତ କରାଗଲା, ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ସେଠାରେ ପୂଜା ଅର୍ଚ୍ଚନା କରାଯାଉଛି। ଗୌତମ ଗରାସିଆ, ଯିଏ ପ୍ରଥମ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ସେହି ଅଞ୍ଚଳର, 30 ବର୍ଷ ପୂର୍ବେ ହିନ୍ଦୁ ଧର୍ମରୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। ଆଉ ତାଙ୍କର ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବା ପରେ ସେହି ଗାଁର ଅନେକ ଲୋକ ତାଙ୍କୁ ଅନୁସରଣ କରି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି, ଗୌତମ ଗରାସିଆ ପୁଣି କ'ଣ ପାଇଁ ଖ୍ରୀଷ୍ଟିଆନ ଧର୍ମ ଛାଡ଼ି ହିନ୍ଦୁ ଧର୍ମକୁ ଫେରି ଆସିଲେ? ଗୌତମ ଗରାସିଆ ନିଜେ କହିଛନ୍ତି, ଯେତେବେଳେ ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲେ, ତାଙ୍କ ଜୀବନରେ କୌଣସି ପ୍ରକାରର ପରିବର୍ତ୍ତନ ଘଟିଲା ନାହିଁ। ଆଉ ସେଥିପାଇଁ ସେ ପୁଣି ପୁନର୍ବାର ହିନ୍ଦୁ ଧର୍ମକୁ ଫେରି ଆସିଲେ। ଗୌତମ ଗରାସିଆଙ୍କୁ ଯେଉଁମାନେ ଅନୁସରଣ କରି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ, ଗୌତମ ଗରାସିଆ ଯେତେବେଳେ ହିନ୍ଦୁ ଧର୍ମକୁ ଫେରି ଆସିଲେ, ପୁଣି ସେଠାକାର ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ଲୋକମାନେ ମଧ୍ୟ ନିଜ ଧର୍ମ
ହିନ୍ଦୁ ଧର୍ମକୁ ଫେରିଆସିଲେ। ଗୌତମ ଗରାସିଆ ଏହା ମଧ୍ୟ କହିଛନ୍ତି, ଯେଉଁ ଆଦିବାସୀ, ନିରୀହ, ଗରିବ ଲୋକମାନେ ଲୋଭରେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ, ସେମାନଙ୍କୁ ମଧ୍ୟ କଥାବାର୍ତ୍ତା କରି ବୁଝାଇକି ଆମେ ପୁଣି ହିନ୍ଦୁ ଧର୍ମକୁ ଫେରାଇ ଆଣିବୁ। ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ। କୌଣସି ଲୋଭ ପ୍ରଲୋଭନରେ ନିଜର ଧର୍ମକୁ ବଦଳାନ୍ତୁ ନାହିଁ। ନିଜର କର୍ମ କରନ୍ତୁ, ଫଳ ନିଶ୍ଚିନ୍ତ ପାଇବେ।